ତା ବାପା ଥିଲା, ତା ବାପା ଥିଲା, ତା ବାପା ଥିଲା, ତା ବାପା ଥିଲା, ମତେ କୁହନ୍ତୁ ମୂଳ ବାପା କିଏ? ତେଣୁ ଯେତେବେଳେ ମଣିଷ ବହୁତ ଉପରକୁ ଉଠେ, କିଏ ଉଠେ ନା ମନ ଉଠେ। ଯେତେବେଳେ ମନ ଯେତେ ଉପରକୁ ଉଠେ ସେତେ ଶୂନ୍ୟତାକୁ ଅନୁଭବ କରେ। ଯେଉଁମାନେ ବିଜ୍ଞାନ ଷ୍ଟୁଡେଣ୍ଟ ଥବ ଭଲ ଭାବରେ ବୁଝିବ, ସେଇ ଶୂନ୍ୟତା ଯେତେ ଶୂନ୍ୟକୁ ସେ ଅନୁଭବ କରିବ, ଯେତେ ସେ ପଏଣ୍ଟକୁ ଯିବ, ସେ ସେତେ ପାୱାରଫୁଲ ହେଇଯିବ। ଯେତେ ସୂକ୍ଷ୍ମ ବିନ୍ଦୁଟା ଯେତେ ସୂକ୍ଷ୍ମ ହବ, ସେ ସେତେ ପାୱାରଫୁଲ ହେଇଯିବ। ବୁଝିପାରୁଛନ୍ତି ଏଇଟା ସତ ନା ମିଥ୍ୟା? ପାୱାରଫୁଲ ହେଇଯିବ। ଯେତେ ଉପରକୁ ଗଲା, ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଜାର ଦେଇ। ସତ୍ୟାନନ୍ଦ ବାବାଙ୍କର ଆମର ଗୋଟେ ଜାଗାରେ ପ୍ରବଚନ ଚାଲିଥିଲା, ଆମେ ବସିଥିଲୁ। ମୁଁ କହିଲି ବାବା, ଜଗନ୍ନାଥଙ୍କର ଆରମ୍ଭ କୋଉଠି, ଜଗନ୍ନାଥଙ୍କର ଶେଷ କୋଉଠି କହିଲେ? କେହି ସାଧୁ କହିପାରିବେନି। କହିଲେ ଆପଣ ତ ଏତେ କଥା କହିଲେ, ଆପଣଙ୍କର ଆରମ୍ଭ କୋଉଠି ଶେଷ କୋଉଠି, କୋଉ ଦିନ ହବ, କେବେ ଆରମ୍ଭ ହେଇଥିଲେ? ଆପଣଙ୍କ ବାପା ଥିଲା, ତା ବାପା ଥିଲା, ତା ବାପା ଥିଲା, ଆପଣ କାଟି ପାରିବେ ନାହିଁ। ତା ବାପା ଥିଲା, ତା ବାପା ଥିଲା, ତା ବାପା ଥିଲା, ତା ବାପା ଥିଲା, ମତେ କୁହନ୍ତୁ ମୂଳ ବାପା କିଏ? ତା ବାପା କିଏ? ତଳକୁ ଯାଆନ୍ତୁ, ବସନ୍ତୁ। ତେଣୁ ତା ବାପା କିଏ? ତାର ତ ସମସ୍ତଙ୍କର ବାପା ହେଲେ କିଏ ନା ଜଗତର ନାଥ ଜଗନ୍ନାଥ। ଦୁନିଆରେ ସବୁ ମିଛ, ଏକମାତ୍ର ଜଗନ୍ନାଥ ସତ୍ୟ, କଥା ବୋଧ ହେଇଛି କି? ଆପଣ ଯଦି ଆପଣଙ୍କର ସେ ବାପା, ଆପଣ ତାଙ୍କର ପୁଅ, ଭଗବାନ ଯଦି ଆମର ହେଲେ ବାପା, ଆମେ ଯଦି ତାଙ୍କର ପୁଅ ହେଲେ, ଆମେ କୋଉଦିନ ଡିମାଣ୍ଡ କରିଛେ ହେ ପ୍ରଭୁ ତୁମେ ମୋର ପିତା, ମୁଁ ତୁମର ପୁତ୍ର? କରିଛେ? କହିଛେ? ତମ ସମ୍ପତ୍ତିରେ, ଆପଣଙ୍କ ବାପା ସମ୍ପତ୍ତିରେ ଆପଣଙ୍କର ଅଧିକାର। ଏବେ ସିନା ଗଭର୍ଣ୍ଣମେଣ୍ଟ କରିଦେଇଛି ସମସ୍ତଙ୍କର ଅଧିକାର, କିନ୍ତୁ ଆପଣଙ୍କର ପିତାଙ୍କର ଯୋଉ ସମ୍ପତ୍ତି, ସେ ସମ୍ପତ୍ତିରେ ଆପଣଙ୍କର ଅଧିକାର ହେଲାଣି। ଆପଣଙ୍କ କହିଲେଣି ମୁଁ ତାଙ୍କର ପୁଅ ବୋଲି। ମହିମାଂସ ଜୀବଲୋକ ଜୀବଭୂତ ସନାତନ, ମନ ଷଷ୍ଠୀନ୍ଦ୍ରାଣୀ ପ୍ରକୃତି ସ୍ଥାନି କର୍ଷତି। ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗରେ ଭଗବାନ କହୁଛନ୍ତି ମହିମାଂସ ଜୀବଲୋକ ଜୀବଭୂତ ସନାତନ। କେହି କହିପାରିନଥିଲେ, ଜଣେ ୱାର୍ଲଡରେ କହିଥିଲେ, ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ମୁଁ ଭଗବାନଙ୍କର ପୁତ୍ର, ମୁଁ ଭଗବାନଙ୍କର ସନ୍ତାନ। ଆପଣ କହିପାରିବେ ନାହିଁ, କେହି କହିପାରିବେ ନାହିଁ। ପ୍ରବଚନ ଦିଆ ଚାଲିଛି, ଶାସ୍ତ୍ର ଲେଖା ଚାଲିଛି, କଥା ଚାଲିଛି। ସାଧକ ସାଧିକା କାହାନ୍ତି, ତାଙ୍କୁ କିଏ ଖୋଜୁଛନ୍ତି, ସେ ମୋ ଭିତରେ ଅଛନ୍ତି, ଆଉ ସର୍ବଭୂତରେ ଅଛନ୍ତି। ସେଥିପାଇଁ କେତେ ସମୟ ଆଜି ସତ୍ସଙ୍ଗର ଆୟୋଜନ, ଖାଇବା ପିଇବାର ଆୟୋଜନ, ସବୁଠାରେ। ଯଦି ଖାଇବା ନାହିଁ, କେହି ସେଠି ଥରେ ଗଲେ ଆଉ ଥରେ ଯିବାକୁ ଇଚ୍ଛା କରିବେ ନାହିଁ।